ଯିଶାୟ ଅଧ୍ୟାୟ 35। ପ୍ରାନ୍ତର ଓ ଶୂନ୍ୟ ସ୍ଥାନ ଆନନ୍ଦିତ ହେବ, ଆଉ ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ। ତାହା ଅତିଶୟ ପ୍ରଫୁଲ୍ଲ ହେବ। ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ। ଲିବାନନର ପ୍ରତାପ, କର୍ମିଲ ଓ ସାରଣର ଶୋଭା ତାହାକୁ ଦତ୍ତ ହେବ। ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ। ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥର ଥର ଆଣ୍ଠୁକୁ ସୁସ୍ଥିର କର। ଭିତ୍ତାନ୍ତକରଣମାନଙ୍କୁ କୁହ, ସାହସିକ ହୁଅ, ଭୟ କର ନାହିଁ। ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ। ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ। ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ। ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ। କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। ପୁଣି ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ। ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡି ବଣ ହେବ। ପୁଣି ସେଠାରେ ଏକ ରାଜଦଣ୍ଡ ଓ ପଥ ହେବ। ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ। ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ। ପଥିକମାନେ ଓ ଅଜ୍ଞାନମାନେ ହେଁ ତହିଁରେ ଭ୍ରାନ୍ତ ହେବେ ନାହିଁ। ସେଠାରେ କୌଣସି ସିଂହ ନଥିବ, କି ଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ। ସେମାନେ ସେଠାରେ ଦେଖାଯିବେ ନାହିଁ, ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ। ପୁଣି ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରିଆସିବେ ଓ ଗାନ କରୁ କରୁ ସିଓନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ। ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ। ଯିଶାୟ ଅଧ୍ୟାୟ 36। ହିଜକିୟ ରାଜାର ଅଧିକାରର 14 ବର୍ଷରେ ଅସୁରର ରାଜା ସନ୍ହେରିବ୍ ଜିହୁଦାର ପ୍ରାଚୀର ବେଷ୍ଟିତ ନଗର ସବୁର ବିରୁଦ୍ଧରେ ଆସି ତାହା ସବୁ ହସ୍ତଗତ କଲା। ତହିଁରେ ଅସୁରର ରାଜା ରବ୍ସାକିକି ମହାସୈନ୍ୟ ସହିତ ଲାଖିସଠାରୁ ଜିରୁସାଲମକୁ ହିଜକିୟ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା। ତେବେ ହିଲ୍କିୟର ପୁତ୍ର ଇଲିଆକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ସିବ୍ନ ଲେଖକ ଓ ଆସଫ୍ର ପୁତ୍ର ଜୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ତାହା ନିକଟକୁ ଆସିଲେ। ତହିଁରେ ରବ୍ସାକି ସେମାନଙ୍କୁ କହିଲା, ଏବେ ତୁମ୍ଭେମାନେ ହିଜକିୟକୁ କୁହ, ମହାରାଜ ଅସୁରର ରାଜା ଏହି କଥା କହନ୍ତି, ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କି ରୂପ ବିଶ୍ୱାସ? ମୁଁ କହୁଅଛି, ଯୁଦ୍ଧ କରିବା ପାଇଁ ତୁମ୍ଭର ମନ୍ତ୍ରଣା ଓ ବଳ କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ? ଦେଖ, ତୁମ୍ଭେ ଏହି ଛେଚା ନଳର ଯଷ୍ଟି ରୂପ ମିଶର ଉପରେ ନିର୍ଭର କରୁଅଛ। ମାତ୍ର କେହି ତହିଁ ଉପରେ ଆଉଜିଲେ
ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିଶ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେ ସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର। ମାତ୍ର ଯେବେ ତୁମ୍ଭେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ, ତେବେ ହିଜକିୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯାହାଙ୍କ ଯଜ୍ଞବେଦୀ ସବୁ ଦୂର କରି ଦେଇଅଛି, ଆଉ ଜିହୁଦାକୁ ଓ ଜେରୁସାଲେମକୁ କହିଅଛି, ତୁମ୍ଭେମାନେ ଏହି ଯଜ୍ଞବେଦୀ ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି? ଏହେତୁ ମୁଁ ବିନୟ କରୁଅଛି, ମୋ ପ୍ରଭୁ ଅସୁରର ରାଜାଙ୍କ ସଙ୍ଗେ ପଣ କର। ମୁଁ ତୁମ୍ଭକୁ 2000 ଅଶ୍ୱ ଦେବି। ଯେବେ ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। ତେବେ କି ରୂପେ ତୁମ୍ଭେ ମୋ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତି କି ବିମୁଖ କରିପାରିବ? ଆଉ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଉପରେ ବିଶ୍ୱାସ କରିବ? ମୁଁ କଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର। ଏଥିରେ ଇଲିଆକିମ୍ ଓ ଶିବ୍ନ ଓ ଜୋୟାହ ରବ୍ସାକିକି କହିଲେ, ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କୁହନ୍ତୁ, କାରଣ ଆମ୍ଭେମାନେ ତାହା ବୁଝୁଅଛୁ। ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଜିହୁଦୀୟ ଭାଷାରେ ନ କହନ୍ତୁ। ମାତ୍ର ରବ୍ସାକି ସେମାନଙ୍କୁ କହିଲା, ମୋ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କଣ ମୋତେ ପଠାଇ ନାହାନ୍ତି? ତହୁଁ ରବ୍ସାକି ଠିଆ ହୋଇ ଉଚ୍ଚେଇ ସ୍ୱରରେ ଜିହୁଦୀୟ ଭାଷାରେ ଏହି କଥା କହିଲା, ତୁମ୍ଭେମାନେ ମହାରାଜ ଅସୁରର ରାଜାଙ୍କ କଥା ଶୁଣ। ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକିୟକୁ ଦିଅ ନାହିଁ, କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରିପାରିବ ନାହିଁ। କିଏ ବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅସୁରୀୟ ରାଜାର ହସ୍ତଗତ ନୋହିବ, ଏହି କଥା କହି ହିଜକିୟ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ନ କରାଉ। ହିଜକିୟର କଥା ଶୁଣ ନାହିଁ, କାରଣ ଅସୁରୀୟ ରାଜା ଏହି କଥା କହନ୍ତି, ତୁମ୍ଭେମାନେ ମୋ ସଙ୍ଗେ ସନ୍ଧି କର ଓ ମୋ କତିକି ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବୁରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର। ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍ ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକିୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କଣ ଅସୁରୀୟ ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ହମାତ୍ର ଓ ଅର୍ପଦ୍ର ଦେବତାମାନେ କାହାନ୍ତି? ସଫରବଇମ୍ର ଦେବତାମାନେ କାହାନ୍ତି? ଓ ସେମାନେ କଣ ମୋ ହସ୍ତରୁ ସମରିୟାକୁ ଉଦ୍ଧାର କରିଅଛନ୍ତି? ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତାମାନେ ମୋ ହସ୍ତରୁ ଆପଣମାନଙ୍କର ଦେଶ ଉଦ୍ଧାର କରିଅଛନ୍ତି ଯେ ସଦାପ୍ରଭୁ ମୋ ହସ୍ତରୁ ଜେରୁସାଲେମକୁ ଉଦ୍ଧାର କରିବେ? ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ତାହାକୁ ପଦେ ମାତ୍ର ଉତ୍ତର କଲେ ନାହିଁ।
କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାର ଆଜ୍ଞା ଥିଲା। ତହିଁରେ ହିଲ୍କିୟର ପୁତ୍ର ଇଲିଆକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ସିବ୍ନ ଲେଖକ ଓ ଆସଫ୍ର ପୁତ୍ର ଜୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକିୟ ନିକଟକୁ ଆସି ରବ୍ସାକିର କଥା ସବୁ ତାହାକୁ ଜଣାଇଲେ। ଜିସାୟ ଅଧ୍ୟାୟ 37। ଏଥିରେ ହିଜକିୟ ରାଜା ତାହା ଶୁଣନ୍ତେ ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ି ହୋଇ ସଦାପ୍ରଭୁଙ୍କ ଗୃହକୁ ଗଲା। ପୁଣି ସେ ରାଜଗୃହାଧ୍ୟକ୍ଷ ଇଲିଆକିମ୍କୁ ଓ ସିବ୍ନ ଲେଖକକୁ ଓ ଯାଜକମାନଙ୍କର ପ୍ରାଚୀନ ବର୍ଗଙ୍କୁ ଅଖା ଘୋଡ଼ି ହୋଇ ଆମୋସ୍‌ଙ୍କ ପୁତ୍ର ଜିସାୟ ଭବିଷ୍ୟତବକ୍ତାଙ୍କ ନିକଟକୁ ପଠାଇଲା। ତହିଁରେ ସେମାନେ ତାଙ୍କୁ କହିଲେ, ହିଜକିୟ ଏହିପରି କହିଅଛନ୍ତି, ଆଜ ଦିନ ବିପଦ ଓ ଅନୁଯୋଗ ଓ ଅପମାନର ଦିନ, କାରଣ ବାଳକଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ। ହୋଇପାରେ ଜୀବତ୍ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶ୍ଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ସାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ। ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି ତହିଁ ଲାଗି ଅନୁଯୋଗ କରିବେ। ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର। ଏହି ରୂପେ ହିଜକିୟ ରାଜାର ଦାସମାନେ ଜିସାୟଙ୍କ ନିକଟରେ ଉପସ୍ଥିତ ହେଲେ। ତହିଁରେ ଜିସାୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ ଏହିପରି କହିବ, ସଦାପ୍ରଭୁ କହନ୍ତି, ଅଶ୍ଶୂରୀୟ ରାଜାର ଦାସମାନେ ଆମ୍ଭଙ୍କୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ। ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ, ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା। ଅନନ୍ତର ଅଶ୍ଶୂରୀୟ ରାଜା ଲାଖିସ୍‌ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍ସାକି ଶୁଣି ଫେରିଗଲା ଓ ତାହାକୁ ଲିବ୍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା। ପୁଣି ଅଶ୍ଶୂରୀୟ ରାଜା କୁଶ୍ ଦେଶୀୟ ତିହର୍କ ରାଜା ବିଷୟରେ ଏହି କଥା ଶୁଣିଲା ଯେ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି। ଏହା ଶୁଣି ସେ ହିଜକିୟ ନିକଟକୁ ଦୂତଗଣ ପଠାଇ କହିଲା, ତୁମ୍ଭେମାନେ ଜିହୁଦାର ରାଜା ହିଜକିୟକୁ ଏହି କଥା କହିବ, ଜିରୁସାଲମ ଅଶ୍ଶୂରୀୟ ରାଜାର ହସ୍ତଗତ ନହିବ। ଏହି କଥା କହି ତୁମ୍ଭର ବିଶ୍ୱାସ ଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ। ଦେଖ, ଅଶ୍ଶୂରୀୟ ରାଜାମାନେ ନିଃଶେଷ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି ତାହା ତୁମ୍ଭେ ଶୁଣିଅଛ। ଆଉ ତୁମ୍ଭେ କଣ ଉଦ୍ଧାର ପାଇବ? ମୋ ପିତୃଲୋକମାନେ ଯେଉଁ ଗୋସନ ଓ ହାରଣ ଓ ରେତ୍ସବ ଦେଶୀୟମାନଙ୍କୁ ଓ ତଳସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କଣ ସେମାନଙ୍କୁ ଉଦ୍ଧାର କଲେ? ହମାତ୍ର ରାଜା, ଅର୍ପତ୍ର ରାଜା ଓ ସଫରବଇମ୍ ନଗରର ହେନାର ଓ ଅବ୍ବାର ରାଜା କାହାନ୍ତି? ତହିଁରେ ହିଜକିୟ ଦୂତଗଣର ହସ୍ତରୁ ପତ୍ର ଗ୍ରହଣ କରି ତାହା ପାଠ କଲା। ଆଉ ହିଜକିୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ମେଲାଇଲା। ଆଉ ହିଜକିୟ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା, ହେ କିରୁବଗଣ ଉପରେ
ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେରି ଶୁଣ। ହେ ସଦାପ୍ରଭୁ, ଆପଣା ଚକ୍ଷୁ ଫିଟାଇ ଦେଖ। ପୁଣି ଜୀବତ୍ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍‌ହେରିବ୍ ଯାହା କହି ପଠାଇଅଛି, ତାହାର ସେହିସବୁ କଥା ଶୁଣ। ହେ ସଦାପ୍ରଭୁ, ଅଶ୍ୱରୀୟ ରାଜାମାନେ ସର୍ବଦେଶୀୟ ଲୋକମାନଙ୍କୁ ଓ ସେମାନଙ୍କର ଦେଶକୁ ଉଚ୍ଛିନ୍ନ କରିଅଛନ୍ତି ଓ ସେମାନଙ୍କର ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି। ଏହା ସତ୍ୟ, କାରଣ ସେମାନେ ପରମେଶ୍ୱର ନୁହନ୍ତି, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର। ଏହେତୁ ସେମାନେ ସେମାନଙ୍କୁ ବିନାଶ କରିଅଛନ୍ତି। ଏଣୁ ଏବେ, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର। ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ। ଏ ଉତ୍ତାରେ ଆମୋସଙ୍କ ପୁତ୍ର ଯିଶାୟ ହିଜକିୟ ନିକଟକୁ କହି ପଠାଇଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅସୁରର ରାଜା ସନ୍‌ହେରିବ୍ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କରିବାରୁ ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି। ସିଓନର ଅନୁଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି। ଜେରୁସାଲେମର କନ୍ୟା ତୁମ୍ଭ ଆଡ଼େ ମୁଣ୍ଡ ହଲାଇଅଛି। ତୁମ୍ଭେ କାହାକୁ ଧିକ୍କାର ଓ ନିନ୍ଦା କରିଅଛ ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ତ? ତୁମ୍ଭେ ଆପଣା ଦାସଗଣ ଦ୍ୱାରା ପ୍ରଭୁଙ୍କୁ ଧିକ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ, ଲିବାନୋନର ଆଭ୍ୟନ୍ତରକୁ ଆସିଅଛୁ। ଆଉ ଆମ୍ଭେ ତହିଁର ଉଚ୍ଚ ଏରସ୍ ବୃକ୍ଷ ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷ ସବୁ କାଟି ପକାଇବା। ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ଉଚ୍ଚ ସ୍ଥାନରେ ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା। ଆମ୍ଭେ ଖୋଳି ଜଳପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦ ତଳରେ ମିଶରର ନଦୀ ସବୁ ଶୁଷ୍କ କରିବା। କିପରି ଆମ୍ଭେ ଦୀର୍ଘ କାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବ କାଳରୁ ଏହା ସ୍ଥିର କରିଅଛୁ, ଏହା କଣ ତୁମ୍ଭେ ଶୁଣିନାହଁ? ତୁମ୍ଭେ ଯେ ପ୍ରାଚୀର ବେଷ୍ଟିତ ନଗରମାନ ବିନାଶ କରି ସେ ସବୁକୁ ଢିପି କରିବ, ଏହା ଏବେ ଆମ୍ଭେ ସଫଳ କରିଅଛୁ। ଏହେତୁ ତନିବାସୀମାନେ ଅଳ୍ପ ଶକ୍ତି ବିଶିଷ୍ଟ ହେଲେ, ସେମାନେ ହତାଶ ଓ ଉଦ୍ବିଗ୍ନ ହେଲେ। ସେମାନେ କ୍ଷେତ୍ରର ଘାସ ଓ ନବୀନ ତୃଣ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ। ମାତ୍ର ତୁମ୍ଭର ବସିବାର ଓ ବାହାରେ ଯିବାର ଓ ଭିତରେ ଆସିବାର ଓ ଆମ୍ଭ ବିରୁଦ୍ଧରେ କ୍ରୋଧ କରିବାର ଆମ୍ଭେ ଜାଣୁ। ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି। ଏଥିପାଇଁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠରେ ଆପଣା ଲଗାମ ଦେବା। ପୁଣି
ତୁମ୍ଭେ ଯେଉଁ ବାଟରେ ଆସିଲ ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇଦେବା। ଏଣୁ ହେ ହିଜକିୟ, ତୁମ୍ଭ ପ୍ରତି ଏହି ଚିହ୍ନ ହେବ, ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ଶସ୍ୟ କାଟିବ ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଗ କରିବ। ପୁଣି ଜିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ, କାରଣ ଜେରୁସାଲେମରୁ ଏକ ଅବଶିଷ୍ଟାଂଶ ଲୋକେ ଓ ରକ୍ଷାପ୍ରାପ୍ତ ଲୋକେ ସିଓନ ପର୍ବତରୁ ବାହାରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍ଯୋଗ ଏହା ସିଦ୍ଧ କରିବ। ଏହେତୁ ସଦାପ୍ରଭୁ ଅଶ୍ଶୂର ରାଜା ବିଷୟରେ ଏହି କଥା କହନ୍ତି, ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ, କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ। ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା ସେହି ବାଟରେ ଫେରିଯିବ ଓ ସେ ଏହି ନଗରକୁ ଆସିବ ନାହିଁ। କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବା ପାଇଁ ସପକ୍ଷ ହେବା। ଅନନ୍ତର ସଦାପ୍ରଭୁଙ୍କ ଦୂତ ବାହାରି ଅଶ୍ଶୂରୀୟମାନଙ୍କ ଛାଉଣିରେ 1,85,000 ଲୋକ ସଂହାର କଲେ। ପୁଣି ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ ସମସ୍ତେ ମୃତ ଶବ। ତହିଁରେ ଅଶ୍ଶୂରର ରାଜା ସନ୍ହେରିବ୍ ପ୍ରସ୍ଥାନ କଲା ଓ ଫେରିଯାଇ ନିନିବିରେ ବାସ କଲା। ଏ ଉତ୍ତାରେ ସେ ଆପଣାର ନିସ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ଅଦ୍ରମେଲକ ଓ ସରେତ୍ସର ନାମକ ତାହାର 2 ପୁତ୍ର ତାହାକୁ ଖଡ୍ଗରେ ବଧ କଲେ। ତହୁଁ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ପୁଣି ତାହାର ପୁତ୍ର ଏସରହଦୋନ ତାହାର ପଦରେ ରାଜ୍ୟ କଲା। ଜିସାୟ ଅଧ୍ୟାୟ 38। ସେ ସମୟରେ ହିଜକିୟର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସଙ୍କ ପୁତ୍ର ଜିସାୟ ଭବିଷ୍ୟତବକ୍ତା ତାହା ନିକଟକୁ ଆସି କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼, କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ। ଏଥିରେ ହିଜକିୟ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା, ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର। ଆଉ ହିଜକିୟ ଅତିଶୟ ରୋଦନ କଲା। ସେତେବେଳେ ଜିସାୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ତୁମ୍ଭେ ଯାଇ ହିଜକିୟକୁ କୁହ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ। ଦେଖ, ଆମ୍ଭେ ତୁମ୍ଭର ଆୟୁ 15 ବର୍ଷ ବୃଦ୍ଧି କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶ୍ଶୂରୀୟ ରାଜା ହସ୍ତରୁ ରକ୍ଷା କରିବା ଓ ଆମ୍ଭେ ଏହି ନଗରର ସପକ୍ଷ ହେବା। ଆଉ ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ। ଦେଖ, ଆମ୍ଭେ ଆହସ୍ର ସୂର୍ଯ୍ୟ ଘଟିକାରେ
ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି ତାହା 10 ପାହୁଣ୍ଡ ପଛକୁ ଫେରାଇ ଆଣିବା। ତହୁଁ ଘଟିକାରେ ସୂର୍ଯ୍ୟ ଯେଉଁ 10 ପାହୁଣ୍ଡ ଆଗକୁ ଯାଇଥିଲା, ପଛକୁ ସେତିକି ଫେରିଆସିଲା। ଜିହୁଦାର ରାଜା ହିଜକିୟ ପୀଡ଼ିତ ହୋଇ ଆପଣା ପୀଡ଼ାରୁ ସୁସ୍ଥ ହେଲା ଉତ୍ତାରେ ଏହା ଲେଖିଲା, ଯଥା ମୁଁ କହିଲି, ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳର ପୁରଦ୍ୱାରରେ ପ୍ରବେଶ କରିବି। ମୁଁ ଆପଣା ବର୍ଷ ସମୂହର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି। ମୁଁ କହିଲି, ମୁଁ ସଦାପ୍ରଭୁଙ୍କୁ, ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କୁ ଦେଖିବି ନାହିଁ। ମୁଁ ଜଗନ୍ନିବାସୀମାନଙ୍କ ସହିତ ମନୁଷ୍ୟକୁ ଆଉ ଦେଖିବି ନାହିଁ। ମୋହର ଆୟୁ ଦୂରୀକୃତ ହୋଇଅଛି ଓ ମେଷପାଳକର ତମ୍ବୁ ପରି ମୋଠାରୁ ସ୍ଥାନାନ୍ତରିତ ହୋଇଅଛି। ମୁଁ ତନ୍ତୀ ପରି ଆପଣା ଜୀବନ ଗୁଡ଼ାଇଅଛି। ସେ ମୋତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ର ମଧ୍ୟରେ ସେ ମୋତେ ଶେଷ କରିବେ। ମୁଁ ପ୍ରଭାତ ପର୍ଯ୍ୟନ୍ତ ଆପଣାକୁ ସୁସ୍ଥିର କଲି। ଯେପରି ସିଂହ, ସେପରି ସେ ମୋହର ଅସ୍ଥି ସବୁ ଚୂର୍ଣ୍ଣ କରୁଅଛନ୍ତି। ଏକ ଦିବାରାତ୍ର ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ। ଯେପରି ତାଳଚଞ୍ଚ ଅବା ସାରସ ପକ୍ଷୀ ଶବ୍ଦ କରନ୍ତି, ସେପରି ମୁଁ ଚିଁ ଚିଁ ଶବ୍ଦ କଲି। ମୁଁ କପୋତ ପରି ଶୋକ କଲି। ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି। ହେ ସଦାପ୍ରଭୁ, ମୁଁ ଉପଦ୍ରବଗ୍ରସ୍ତ। ତୁମ୍ଭେ ମୋହର ଲଗା ହୁଅ। ମୁଁ କଣ କହିବି? ସେ ତ ମୋତେ କହିଅଛନ୍ତି, ମଧ୍ୟ ଆପେ ତାହା ସାଧନ କରିଅଛନ୍ତି। ମୁଁ ଆପଣା ପ୍ରାଣର ତିକ୍ତତା ସକାଶୁ ଆପଣାର ସବୁ ବର୍ଷଯାକ ଧୀରେ ଧୀରେ ଗମନ କରିବି। ହେ ପ୍ରଭୁ, ଏହି ସବୁ ଦ୍ୱାରା ଲୋକେ ବଞ୍ଚନ୍ତି, ଆଉ ତହିଁରେ ହିଁ ସମ୍ପୂର୍ଣ୍ଣ ରୂପେ ମୋ ଆତ୍ମାର ଜୀବନ ଅଛି। ଏହେତୁ ତୁମ୍ଭେ ମୋତେ ସୁସ୍ଥ କରି ସଜୀବ କର। ଦେଖ, ମୁଁ ଆପଣର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି। ମାତ୍ର ତୁମ୍ଭେ ମୋ ପ୍ରାଣ ପ୍ରତି ପ୍ରେମ କରି ବିନାଶ କୂପରୁ ତାହାକୁ ଉଦ୍ଧାର କଲ। କାରଣ ତୁମ୍ଭେ ଆପଣା ପଛ ଆଡ଼େ ମୋହର ପାପ ସବୁ ପକାଇ ଦେଇଅଛ। ଯେହେତୁ ପାତାଳ ତୁମ୍ଭର ପ୍ରଶଂସା କରି ନ ପାରେ, ମୃତ୍ୟୁ ତୁମ୍ଭର ଗୁଣ କୀର୍ତ୍ତନ କରି ନ ପାରେ, ଗର୍ତ୍ତଗାମୀମାନେ ତୁମ୍ଭର ସତ୍ୟତା ପାଇଁ ପ୍ରତ୍ୟାଶା କରି ନ ପାରନ୍ତି, ଯେପରି ଆଜି ମୁଁ କରୁଅଛି, ସେପରି ଜୀବିତ ଲୋକ, କେବଳ ଜୀବିତ ଲୋକ ତୁମ୍ଭର ପ୍ରଶଂସା କରିବ। ପିତା ସନ୍ତାନଗଣକୁ ତୁମ୍ଭର ସତ୍ୟତା ଜ୍ଞାତ କରାଇବ। ସଦାପ୍ରଭୁ ମୋହର ପରିତ୍ରାଣ କରିବାକୁ ଉଦ୍ୟତ। ଏହେତୁ ଆମ୍ଭେମାନେ ଜୀବନ ଯାଏ ସଦାପ୍ରଭୁଙ୍କ ଗୃହରେ ତାରଯୁକ୍ତ ଯନ୍ତ୍ର ସହିତ ମୋହର ସଙ୍ଗୀତ ଗାନ କରିବି। ଯିଶାୟ କହିଥିଲେ, ସେମାନେ ଡିମ୍ବୁରି ଚକ୍ତି ନେଇ ସ୍ଫୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ। ହିଜକିୟ ମଧ୍ୟ କହିଥିଲା, ମୁଁ ଯେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର ଚିହ୍ନ କଣ? ଯିଶାୟ ଅଧ୍ୟାୟ 39। ସେ ସମୟରେ ବଲଦନର ପୁତ୍ର ବାବିଲ ରାଜ ମରଦୋକ ବଲଦନ ହିଜକିୟ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା। କାରଣ ତାହାର ପୀଡ଼ିତ ହେବାର ଓ ସୁସ୍ଥ ହେବାର ସମ୍ବାଦ ସେ ଶୁଣିଥିଲା। ତହିଁରେ ହିଜକିୟ ସେମାନଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣାର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା ଓ ସୁନା ଓ ସୁଗନ୍ଧି ଦ୍ରବ୍ୟ ଓ ବହୁମୂଲ୍ୟ ତୈଳ ଓ ଆପଣା ଅସ୍ତ୍ରାଗାର ଓ ଆପଣା
ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲା। ହିଜକିୟ ଯାହା ସେମାନଙ୍କୁ ନ ଦେଖାଇଲା, ଏପରି କୌଣସି ଦ୍ରବ୍ୟ ତାହାର ଗୃହରେ କି ତାହାର ସମୁଦାୟ ରାଜ୍ୟରେ ନଥିଲା। ସେତେବେଳେ ଜିସାୟ ଭବିଷ୍ୟତବକ୍ତା ହିଜକିୟ ରାଜା ନିକଟକୁ ଆସି ତାହାକୁ କହିଲେ, ଏହି ଲୋକମାନେ କଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ? ତହିଁରେ ହିଜକିୟ କହିଲା, ସେମାନେ ଦୂର ଦେଶ ବାବିଲରୁ ମୋ ନିକଟକୁ ଆସିଅଛନ୍ତି। ଏଥିରେ ସେ ପଚାରିଲା, ସେମାନେ ତୁମ୍ଭ ଗୃହରେ କଣ ଦେଖିଅଛନ୍ତି? ତହୁଁ ହିଜକିୟ ଉତ୍ତର କଲା, ମୋ ଗୃହରେ ଯାହା ଯାହା ଅଛି ସବୁ ସେମାନେ ଦେଖିଅଛନ୍ତି। ଯାହା ମୁଁ ସେମାନଙ୍କୁ ଦେଖାଇଲି ନାହିଁ, ଏପରି କୌଣସି ପଦାର୍ଥ ମୋ ଭଣ୍ଡାର ସମୂହରେ ନାହିଁ। ଏଥିରେ ଜିସାୟ ହିଜକିୟକୁ କହିଲେ, ସୈନ୍ୟାଧିପତି ସଦାପ୍ରଭୁଙ୍କର ବାକ୍ୟ ଶୁଣ। ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି। ସଦାପ୍ରଭୁ କହନ୍ତି, କିଛି ଛଡ଼ାଯିବ ନାହିଁ। ଆଉ ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ। ସେତେବେଳେ ହିଜକିୟ ଜିସାୟଙ୍କୁ କହିଲା, ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ। ସେ ଆହୁରି କହିଲା, କାରଣ ମୋ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ। ଗୁଡ୍ ମର୍ଣ୍ଣିଂ ଏଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 105, ବୁଧବାର। ଆଜି ଆମ୍ଭେମାନେ ଜିସାୟ ଭାବବାଦୀଙ୍କ ପୁସ୍ତକ ତାର 35 ପର୍ବ ଠାରୁ 39 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ସେହି ସମୟରେ ପ୍ରାନ୍ତର ଓ ମରୁଭୂମିରେ ପୁଷ୍ପ ଫୁଟିବ, ଅନ୍ଧମାନଙ୍କର ଚକ୍ଷୁ ଫିଟିଯିବ, ବଧିରମାନେ ଶୁଣିବେ, ପ୍ରାନ୍ତରରେ ଜଳସ୍ରୋତ ସବୁ ନିର୍ଗତ ହେବ ଏବଂ ରାଜପଥ ସବୁ ନିର୍ମାଣ କରାଯିବ। ଏହା ଈଶ୍ୱରଙ୍କ ରାଜ୍ୟ, ଏହା ସ୍ୱର୍ଗ ଓ ମସିହଙ୍କ ରାଜ୍ୟର ଏକ ପ୍ରତିଛବି ଅଟେ। ଦୁଃଖ ଓ କ୍ରନ୍ଦନ ଦୂର ହେବ, ଈଶ୍ୱରଙ୍କ ରାଜ୍ୟରେ ନ୍ୟାୟ ଓ ଶାନ୍ତି ବାସ କରିବ। ଜିସାୟ 36 ପର୍ବ ଠାରୁ 39 ପର୍ବ ଜିସାୟ ପୁସ୍ତକର ଦ୍ୱିତୀୟ ଭାଗ ସଦୃଶ ଐତିହାସିକ ତଥ୍ୟଗୁଡ଼ିକୁ ଉଲ୍ଲେଖ କରେ। ଐତିହାସିକ ଅଂଶ ଯାହା ଦୃଷ୍ଟାନ୍ତ ସଦୃଶ ମଧ୍ୟାନ୍ତର, ସନ୍ହେରିବ୍‌ର ଆକ୍ରମଣ ସମ୍ବନ୍ଧୀୟ ଭାବବାଣୀ, ହିଜକିୟର ଅସୁସ୍ଥତା ଓ ଆରୋଗ୍ୟ ଏବଂ ବାବିଲୋନୀୟ ବନ୍ଦୀତ୍ୱ ପରି ଘଟଣାଗୁଡ଼ିକର ବିବରଣକୁ ଉପସ୍ଥାପନ କରେ। ଏହାକୁ ଦ୍ୱିତୀୟ ରାଜାବଳୀ 18 ପର୍ବ 13 ପଦ ଠାରୁ 20 ପର୍ବ 19 ପଦର ସନ୍ଦର୍ଭ ବା ପ୍ରସଙ୍ଗରେ ପାଠ କରନ୍ତୁ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କଠାରେ ଏକତ୍ର, ଆହା, ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।